ସେ 21 ତାରିଖ ଦିନ ଏଠୁ ଗଲା ଆଉ ମୁଁ ନିଜେ ନେଇକି ତାକୁ ଛାଡ଼ିକି ଆସିଲି ବସ୍ ଷ୍ଟାଣ୍ଡରେ। ସେ ବସ୍‌ରେ ଗଲା କୋଲକାତା। କୋଲକାତାରୁ ସେ ଧରମତାଲାରୁ ହାବଡ଼ା ଗଲେ ତାଙ୍କର 2 ଜଣ ସାଙ୍ଗ ହେଇକି। ତାପରେ ସେଠୁ ଟ୍ରେନରେ ବାଦ ବାକି ତାଙ୍କର ଯୋଉ ସାଙ୍ଗ ଅଛନ୍ତି ସବୁ ଏକାଜୁଟ ହେଇକି ଗଲେ ସମସ୍ତେ। ଆଉ ଆଉ ଯାହା ଫୋନରେ ଯାହା କଥାବାର୍ତ୍ତା ହୁଏ ଆଉ ଭିଡ଼ିଓ କଲ୍ କରିକି କଥାବାର୍ତ୍ତା ହଉଥିଲା। କହିଲା ମୁଁ ଯାଉଛି ନେପାଳ ଯିବି ଆଉ ଏମିତି କହିକି ଯାଇଥିଲା। ସାଙ୍ଗସାଥି ମାନଙ୍କ ସାଙ୍ଗେ ମିଶିକି ଯିବି। ସେଇଟା ମାସେ 1.5 ମାସ ହେଲା ସେଟା ପ୍ରିପାରେସନ୍ କରୁଛନ୍ତି ତାଙ୍କର। ତାପରେ ଏଇ ଗଲେ ଆଉ ଯାଇଛନ୍ତି ତ ଏଇ କାଲି ସକାଳେ ଯାହା ଇଏ ହେଇଛି ଲାଷ୍ଟ ତାର କଣ୍ଟାକ୍ଟ ହେଇଛି ଆଉ ନାହିଁ ତାପରେ। ପ୍ରଶାସନକୁ ଇଏ କରିକି ରେସ୍କ୍ୟୁ କରିକି କେମିତି ମୋ ଛୁଆକୁ ଇଏ କରିଦେବୁ ମୁଁ ସେଇଟା ଚାହୁଁଛି। ଏସ୍ କେ ସଲାମତୁଲ୍ଲା।